ARI ଅମିନ୍ ତ ଏହାର ତା'ର କ'ଣ ଆପ୍ଲାଏ ଚାଲିଛି। ତ ତୁମେମାନେ କ'ଣ କରିବ ଡାଇରେକ୍ଟ ଗୁଗୁଲ୍ କିମ୍ବା କ୍ରୋମ୍ରେ ତ ତୁମେ ଲେଖିଦେବ କ'ଣ OSSC.gov.in ତ ଏଥିରେ ଆସିଯିବ। ତ ଏଥିରେ ଆସିଲା ପରେ ତୁମେମାନେ କ'ଣ କରିଥିବ ଆପ୍ଲାଏ ନାଉ ଆପ୍ଲାଏ ଅନଲାଇନ୍ ଉପରେ କ୍ଲିକ୍ କରିବ। ଆପ୍ଲାଏ ଅନଲାଇନ୍ ଉପରେ କ୍ଲିକ୍ କଲା ପରେ ତୁମର କ'ଣ ଆସିଯିବ ଦେଖ ଏଥିରେ ମାନେ କେଉଁ ପୋଷ୍ଟ ଗୁଡ଼ାକ ଏଥିରେ ଆପ୍ଲାଏ ହେଉଛି ତା'ର ସବୁ ଡିଟେଲ୍ସ ଏଠି ଦେଖି ଦେଉଛି। ତ ଦେଖ ଏଇଟା ଆମର ତୁମର କ'ଣ ARI ଅମିନ୍ ତ ଏହାର ମାନେ ଅନଲାଇନ୍ ଚାଲିଛି। ତ ଏହାର ଅନଲାଇନ୍ କେତେ ତାରିଖ ଅଛି ଏହାର ଷ୍ଟାର୍ଟ ଡେଟ୍ ହେଉଛି 7 ତାରିଖ 1 ମାସ 2026ରୁ ଷ୍ଟାର୍ଟ ହେଇଛି ଆଉ ତାର ଏଣ୍ଡ ଡେଟ୍ ହେଉଛି 31 ତାରିଖ 1 ମାସ 2026। ତାପରେ ଏହାର ଅନଲାଇନ୍ ଆପ୍ଲିକେସନ୍ ଏଇଟା ଅନଲାଇନ୍ ରେଜିଷ୍ଟ୍ରେସନ୍ର ଡେଟ୍। ତାପରେ ଏହା ହେଲା ଅନଲାଇନ୍ ଆପ୍ଲିକେସନ୍। ତାପରେ ଆମେ 7 ତାରିଖ 2 ମାସ 2026 ପର୍ଯ୍ୟନ୍ତ ଆମେ କ'ଣ ଏହାକୁ ଆପ୍ଲାଏ କରିପାରିବା। ତ ଏହା ହେଲା ତୁମର କ'ଣ ARI ଅମିନ୍ର। ତାପରେ ଦେଖ ଏଥିରେ ଆମେ ମାନେ ଯେଉଁମାନେ ଆଗରୁ ରେଜିଷ୍ଟର କରିଛ ତ ସେମାନେ ରେଜିଷ୍ଟର ୟୁଜର୍ରେ କ୍ଲିକ୍ କରିବ। ଏ ଯେଉଁ ଲେଖା ହେଇଛି ଯେଉଁ ରେଜିଷ୍ଟର ୟୁଜର୍ ତ ଏଇ ରେଜିଷ୍ଟର ୟୁଜର୍ରେ ତୁମମାନେ କ୍ଲିକ୍ କରିବ। ଆଉ ଯେଉଁମାନେ ନୂଆ କରି ଫର୍ମ ପକାଇବା ପାଇଁ ଚାହୁଁଛ ତ ସେମାନେ ନ୍ୟୁ ୟୁଜର୍ ଉପରେ କ୍ଲିକ୍ କରିବ। ତାପରେ ଦେଖ ଆମର ଏଇଟା ଚାଲିଛି ଆମର କ'ଣ ଆଉ ଗୋଟେ ପୋଷ୍ଟ ଚାଲିଛି ଆମର ଫରେଷ୍ଟର ଫରେଷ୍ଟ ଗାର୍ଡ଼ ଆଉ ଯେଉଁ କନେଷ୍ଟବଲ୍ ତ ଏଗୁଡ଼ାକ ବି ଚାଲିଛି। ତ ଏହାର ବି ତା'ର ଅନଲାଇନ୍ ରେଜିଷ୍ଟ୍ରେସନ୍ ଡେଟ୍ ହେଉଛି କେତେ ତାରିଖ 7 ତାରିଖ 1 ମାସ 2026ରୁ ଷ୍ଟାର୍ଟ ହେଇକି 31 ତାରିଖ 1 ମାସ 2026 ପର୍ଯ୍ୟନ୍ତ ଏହା ରେଜିଷ୍ଟ୍ରେସନ୍ ଡେଟ୍। ତାପରେ ତା'ର ଅନଲାଇନ୍ ଆପ୍ଲାଏ କେତେ ତାରିଖ ପର୍ଯ୍ୟନ୍ତ ହେବ ଏହା ହେବ 7 ତାରିଖ 2 ମାସ 2026। ତ ଏଥିରେ ମଧ୍ୟ ଯେଉଁମାନେ ମଧ୍ୟ ଆଗରୁ ଯେଉଁ OSSCରେ ଫର୍ମ ପକାଇଛ ତ ସେମାନେ ରେଜିଷ୍ଟର୍ଡ ୟୁଜର୍ ଉପରେ କ୍ଲିକ୍ କରିବ। ଆଉ ଯେଉଁମାନେ ପ୍ରଥମ ଥର ପାଇଁ ଫର୍ମ ପକାଇବାକୁ ଚାହୁଁଛ ସେମାନେ ନ୍ୟୁ ୟୁଜର୍ ଉପରେ କ୍ଲିକ୍ କରିବ। ତ ଏହା ଥିଲା ଆମର କ'ଣ OSSCର ତା'ର ରିକ୍ରୁଟମେଣ୍ଟ